ନିଜଠୁ ଅଧିକ ଭଲ ପାଉଥିବା ମଣିଷଟା ଆଖି ସାମ୍ନାରେ ଚିର ନିଦ୍ରାରେ ଶୋଇଥିଲା। ଦିନେ ଯାହା କୋଳରେ ମୁଣ୍ଡ ରଖି ମୁଁ ଶୋଉଥିଲି, ଆଜି କିନ୍ତୁ ସେ ମୋ କୋଳରେ ଶୋଇଥିଲା ସତ, ହେଲେ ତା ଓଠରେ ହସ ନଥିଲା କି ମୁହଁରେ ଭାଷା ବି ନଥିଲା। ମୁଁ ଯେତେବେଳେ ତା କୋଳରେ ମୁଣ୍ଡ ରଖି ଶୋଉଥିଲି ନା, ସେ ଭାରି ଖୁସି ହେଇଯାଉଥିଲା। ହେଲେ ଆଜି ଯେତେବେଳେ ସେ ମୋ କୋଳରେ ଶୋଇଥିଲା, ମୁଁ କିନ୍ତୁ ଭାରି ଦୁଃଖୀ ହେଇଯାଇଥିଲି। ସେ ସିନା ସବୁଦିନ ପାଇଁ ନୀରବି ଯାଇଥିଲା ସତ, ମୋତେ କିନ୍ତୁ ଚୁପ୍ କରେଇ ଦେଇଥିଲା। ଆଖିର ଲୁହଗୁଡ଼ା ବରଫ ତରଳିଲା ଭଳି ବୋହି ଯାଉଥିଲା। କେତେ ସ୍ୱପ୍ନ, କେତେ ଆଶା, କେତେ ଅଭିଳାଷା ସବୁକିଛି ତାର ସ୍ମୃତି ଭିତରେ ରହିଯାଇଥିଲା। ଭାବୁଥିଲି ଆଜି ଏ କ'ଣ ହୋଇଗଲା, ତା ବିନା କେମିତି ବଞ୍ଚିବି। ସବୁବେଳେ କହୁଥିଲା, ଜାନୁ ମୋତେ କେବେ ଏକା ଛାଡ଼ି କୁଆଡ଼େ ଯିବନି, ତମ ବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚିପାରିବିନି। ହେଲେ ମୋତେ ଠକି ଦେଇ ସବୁଦିନ ପାଇଁ ଏକା କରି ଚାଲିଗଲା। ହୃଦୟ ଭିତରେ ସେ ଯନ୍ତ୍ରଣାକୁ ଯେତେ ଲୁଚେଇବାକୁ ଚେଷ୍ଟା କରୁଥିଲେ ବି ସେ କିନ୍ତୁ କ୍ରୋଧ ହୋଇ ବାହାରକୁ ବାହାରି ଆସୁଥିଲା। ଦିନେ ଯିଏ ମନ ଦୁଃଖ କଲେ ସହିପାରୁନଥିଲା, ଆଜି ମୁଁ ଯେତେ କାନ୍ଦିଲେ ବି ତାକୁ କିଛି ଫରକ ପଡ଼ୁନଥିଲା। ଦିନେ ଯିଏ ତା ଆଖି ଆଗରୁ କିଛି ସମୟ ପାଇଁ ଦୂରେଇ ଗଲେ ପାଗଳି ଭଳି ହୋଇଯାଉଥିଲା, ଆଜି ସେ ମୋତେ ଦୂରେଇ ଦେଇ ଯିବାର ବର୍ଷେ ଉପରେ ହୋଇଯାଇଥିଲେ ବି ଥରେ ବି ପଚାରୁନଥିଲା, ଏ ଜାନୁ କେମିତି ଅଛ, ମୋ କଥା କ'ଣ ତମର ମନେ ପଡ଼ୁନି କି? ସେ କେବଳ ମୋର ସେଇ ଭାବନାରେ ହିଁ ଥିଲା, ସେ କେବଳ ମୋର ସେଇ ସ୍ମୃତିରେ ହିଁ ଥିଲା। ରାତି ହେଲେ ଭାରି କଷ୍ଟ ହେଉଥିଲା ତା କଥା ମନେ ପକେଇ। ରାତି ସାରା କଡ଼ ଲେଉଟେଇ ତା କଥା ଭାବି ଭାବି ରାତିଟା ପାଇଯାଉଥିଲା। ଅନେକ ଥର ସେ ମୋ ସ୍ୱପ୍ନରେ ଆସୁଥିଲା। ସେଇ ମହାନଦୀ କୂଳରେ ତା କାନ୍ଧରେ ମୁଣ୍ଡ ରଖି ପ୍ରେମ ଗପ ଗପୁଥିଲା। ସେଇ ପାର୍କ ଭିତରେ କାନ୍ଧରେ ହାତ ପକେଇ ବୁଲି ବୁଲି କହୁଥିଲା, ଏ ଜାନୁ ତମେ କେବଳ ମୋର, ସେ କାହିଁକି ତମକୁ ଅନଉଥିଲା। ମୁଁ ମୁରୁକି ହସି ଦେଇ କହୁଥିଲି, ଯାଉନ ତା ଆଖିଟା ତାଡ଼ି ଆଣିବ, ତାର ଏତେ ସାହସ, ସେ ତମ ଜାନୁକୁ ଅନେଇବ। ଯେତେବେଳେ ହଠାତ୍ ନିଦ ଭାଙ୍ଗି ଯାଉଥିଲା ଆଉ ଏଗୁଡ଼ା ସ୍ୱପ୍ନ ବୋଲି ଜାଣିପାରୁଥିଲି, ଭାରି ଇଚ୍ଛା ହେଉଥିଲା ତା ପାଖକୁ ଯିବାକୁ। ହେଲେ ସେ ଯେମିତି ମୋତେ ଛାଡ଼ି ଯାଇପାରିଲା, ମୁଁ କ'ଣ ମୋ ମାଆକୁ ଛାଡ଼ି ତା ପାଖକୁ ଯାଇପାରୁଥିଲି। ସେଦିନ ମୋ କାନ୍ଧରେ ମଶାଣି ଯିବା ବେଳେ ସେ ଯେମିତି ମୋତେ କହୁଥିଲା, ମୁଁ କେତେ ଭାଗ୍ୟବାନ, ମୋ ଜାନୁ କାନ୍ଧରେ ମୁଁ ଆଜି ମଶାଣି ଯାଉଛି। କିଛି ସମୟର ଅପେକ୍ଷା ପରେ ମୋ ଆଖି ସାମ୍ନାରେ ତା ଶରୀରଟା ଜଳି ପୋଡ଼ି ପଞ୍ଚଭୂତରେ ଲୀନ ହୋଇଯାଇଥିଲା। ଆଉ ମୁଁ ସେମିତି ତା ଶରୀରକୁ ଅନେଇ ରହି ଲୁହ ଝରେଇ ଚାଲିଥିଲି। ଭାବୁଥିଲି ସେ ପୁଣି ଥରେ ସେ ଜୁଇ ଉପରୁ ଉଠି ଆସନ୍ତାନି, ଆଉ କୁହନ୍ତାନି, କାହିଁକି କାନ୍ଦୁଛ, ମୋର କିଛି ହେଇନି, ମୁଁ ପରା ମଜା କରୁଥିଲି। ହେଲେ ସେ ଭାବନା କ'ଣ ସତ ହେଉଥିଲା। ମୌସୁମୀ ମୋ ପାଖରୁ ଛାଡ଼ି ଯିବାର ବର୍ଷେ ଉପରେ ହେଇଯାଇଥିଲେ ବି ମୁଁ ତାକୁ ଗୋଟେ ମୁହୂର୍ତ୍ତ ପାଇଁ ଭୁଲି ପାରୁନଥିଲି। ସେ ପ୍ରତିଟି ମୁହୂର୍ତ୍ତରେ ମୋ ହୃଦୟର ସ୍ପନ୍ଦନ ଭିତରେ ଥିଲା। ପ୍ରତିଟି ମୁହୂର୍ତ୍ତରେ ମୋ ମନ ଖାଲି ତାକୁ ହିଁ ଖୋଜୁଥିଲା। ଜାଣିଥିଲି ସେ ଆଉ ସେ ଅଫେରା ରାଜ୍ୟରୁ କେବେ ବି ଫେରିବନି, ତଥାପି ଅମାନିଆ ମନଟା କ'ଣ ବୁଝୁଥିଲା। କରୋନା ଭିତରେ ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିବା ପ୍ରେମକୁ 4 ବର୍ଷ ପୂରି ଯାଇଥିଲା। ଆଉ ସେଇ 4 ବର୍ଷ ଭିତରେ ଆମ ସମ୍ପର୍କଟା ଏତେ ନିବିଡ଼ ହୋଇଯାଇଥିଲା ଯେ ମୁଁ ତାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି। ସବୁକିଛି ସରିଯାଇଥିଲା, ଖାଲି ଅପେକ୍ଷା ଥିଲା ବିବାହ ବନ୍ଧନରେ ବାନ୍ଧି ହେବାକୁ। ହେଲେ 7 ଜନ୍ମର ସାଥୀ ହେବାକୁ କଥା ଦେଇଥିବା ଲାଜେଇ ପ୍ରିୟାଟା 7 ବର୍ଷ ବି ମୋ ସାଥିରେ ସାଥ ଦେଇପାରିନଥିଲା। ମୋ ଆଖି ଆଗରେ ହାର୍ଟ ଆଟାକରେ ସେ ଚାଲି ଯାଇଥିଲା, ଆଉ ମୁଁ କିଛି ବି କରିପାରିନଥିଲି। ଏ ମୌସୁମୀ, ସତ କହିଲୁ, ତୁ ଯାହା କରିଛୁ କ'ଣ ଠିକ୍ କରିଛୁ? ତୁ ମୋତେ ଛାଡ଼ି କେମିତି ଏକା ଏକା ଚାଲିଗଲୁ। ମୁଁ ଜାଣିଛି ତୁ ଆଉ କେବେ ସେ ଅଫେରା ରାଜ୍ୟରୁ ଫେରିବୁନି, ତଥାପି ତତେ ଆଜି ବି ମୁଁ ଅପେକ୍ଷା କରିଛି। ମୋ ମନ ଭିତରେ କେବଳ ତୁ ଅଛୁ, ମୋ ହୃଦୟ କେବଳ ତତେ ହିଁ ଖୋଜୁଛି। ତୋ ବିନା ଏ ଜୀବନଟା କେମିତି କାଟିବି ଜାଣିପାରୁନି। ଏକଥା ଥିଲା କଟକର ଲୋକନାଥର, ଯିଏ ନିଜ ପ୍ରେମିକା ମୌସୁମୀକୁ ହରେଇ ସବୁଦିନ ପାଇଁ ଭାଙ୍ଗି ପଡ଼ିଥିଲା। ଯଦିଓ ସେ ଜାଣିଥିଲା ମୌସୁମୀ ଆଉ ଫେରିବନି, ତଥାପି ସେ ମୌସୁମୀକୁ ଭୁଲି ପାରୁନଥିଲା। କେମିତି ଭୁଲିବ? ଇଏ ପରା ସେଇ ସଚ୍ଚା ପ୍ରେମ ଥିଲା। ଆଉ ୟାଙ୍କ ପ୍ରେମଟା ସଚ୍ଚା ଥିଲା ବୋଲି ବୋଧେ ଭଗବାନ ସହିପାରିନଥିଲେ, ଏମାନଙ୍କୁ ଅଲଗା କରିଦେଇଥିଲେ। ଏମିତି ଏକ ହୃଦୟ ବିଦାର କାହାଣୀ ଥିଲା ଯେ ମୋତେ ଏ କାହାଣୀ ତିଆରି କରିବାକୁ ବି ଭାରି କଷ୍ଟ ହେଉଥିଲା। ଲୋକନାଥ ଆଉ ମୌସୁମୀର ପ୍ରେମ କାହାଣୀ ଯଦିଓ ଆଗରୁ କରିଥିଲି, ଲୋକନାଥର କିଛି ଅଧୁରା କଥାକୁ ପୂରା କରିବାକୁ ଆଉ ଥରେ କାହାଣୀଟିକୁ କରିବାକୁ ବହୁତ ଇଚ୍ଛା ହେଇଥିଲା। ମୋତେ ଲାଗୁଛି ଏ କାହାଣୀ ବି ଆପଣଙ୍କୁ ଦୁଃଖ ନିଶ୍ଚୟ ଦେଇଥିବ। ଏହି ହୃଦୟ ବିଦାର କାହାଣୀ ପାଇଁ ନିଜ ହୃଦୟରୁ କମେଣ୍ଟ କରି ନିଶ୍ଚିତ ଜଣାଇବେ କେମିତି ଲାଗିଲା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।